এই ଖୁସିର ମୁହୂର୍ତ୍ତ ଗୁଡ଼ା କେତେବେଳେ ଆସେ ଆଉ କେତେବେଳେ ଚାଲିଯାଏ କିଛି ଜଣା ପଡ଼େନି। ମନେ ହୁଏ ଯେମିତି ସେ କେବେ ବି ଏଇ ଖୁସି ସମୟ ଗୁଡ଼ା ଆସିନଥିଲା, ସବୁ ବାସ୍ତବ ଥିଲା। ତ ଅବାସ୍ତବ ଭଳିଆ କିଛି ମନେ ହେଉଛି ମୋତେ ଆଜି। ଗୁଡ୍ ମର୍ଣ୍ଣିଂ ପୁଣି ଆଉ ଗୋଟିଏ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଶା ରଖୁଛି ସବୁ ଭାଇ ଭଉଣୀମାନେ ମୋର ଖୁସିରେ ଥିବେ। ତ ଠାକୁରଙ୍କର ବହୁତ ଆଶୀର୍ବାଦରୁ ଆମେ ଅନେକ ଭଲରେ ଅଛୁ। ଦିନଟି ସୁନ୍ଦର ଭାବରେ ଆରମ୍ଭ କରିଛି। କାଲି ତ ଇଲେକ୍ସନ୍ ଥିଲା, ଭୋଟ୍ ଥିଲା ନା, ମୁଁ ଭୋଟ୍ ଦେବା ପାଇଁ ଯାଇଥିଲି। ତ ସେଥିପାଇଁ ମୁଁ ଭିଡ଼ିଓଟା ଦେଇପାରିଲିନି, କରିନଥିଲି। ଯେହେତୁ ଏତେ ବ୍ୟସ୍ତ ଭିତରେ ଆଉ ହଜବେଣ୍ଡ ଅଛନ୍ତି, ମାନେ ମୋ ଭଉଣୀମାନେ ବୁଝୁଥିବେ, ତାଙ୍କ ସାଙ୍ଗରେ ଟିକେ ବସିକି ଟିକେ ଟାଇମ୍ ସ୍ପେଣ୍ଡ କରା ମୋତେ ବହୁତ ଭଲ ଲାଗେ। କାହିଁକିନା ଅନେକ ଦିନ ଥାଆନ୍ତିନି, ମୋର ଯେତେ ଦୁଃଖ ଯନ୍ତ୍ରଣା ମୁଁ ସବୁ ଏକା ସାଙ୍ଗରେ ସେୟାର କରିଦେଇ, ଯେ ଏଇଟା ହେଲାନି ସେଟା ନାହିଁ, ଘର ଏଇଟା ପ୍ରୋବ୍ଲେମ୍ ସେଟା ପ୍ରୋବ୍ଲେମ୍, ମୁଁ ଏକଲା କେତେ ଦେଖିବି। ଜାଣିଥିବେ ଯେମିତି ଆମ ସ୍ତ୍ରୀମାନେ ଯେମିତି କହୁ ହଜବେଣ୍ଡକୁ, ସେମିତି ମୋର ଯେତେ କଥା ଅନ୍ତର ଯନ୍ତ୍ରଣା ଥାଏ ମୁଁ ସବୁ ମାନେ ଖୋଲିକି ଟିକେ କୁହେ, ଟିକେ ପାଖରେ ବସେ। ତ ସେଇ ହିସାବରେ ମୁଁ ଆଉ ଭିଡ଼ିଓ ମାନେ ମୋବାଇଲ ଧରିକି ଭିଡ଼ିଓ କରିବା ପାଇଁ ଚାହିଁନଥିଲି। ପୁଣି ତ ଜାଣିଥିବେ ଇଲେକ୍ସନ୍, ଜଲ୍ଦି ଜଲ୍ଦି ଖାଇବା ରେଡ଼ି କର, ଭୋଟ୍ ଦେବା ପାଇଁ ଯାଅ, ତ ଟିକେ ଟାଇମ୍ ସେପଟେ ଏପଟ ହେଇକି ଦେଲି, ସେଥିପାଇଁ କାଲି ଭିଡ଼ିଓ କରିନଥିଲି। ଯାହା ହଉ ଭଗବାନଙ୍କର ଆଶୀର୍ବାଦରୁ କାଲି ବି ଦିନଟି ଭଲ ଯାଇଥିଲା। ଆଉ ଆଜି ପୁଣି ଠାକୁରଙ୍କର ଆଶୀର୍ବାଦରୁ ଦିନ ଆରମ୍ଭ କରିଛି। ସବୁ କାମ ସରିଯାଇଛି, ଟାଇମ୍ ହେଇଗଲାଣି 8ଟା ମାନେ ମୁଁ ସକାଳେ ଝଟପଟ ଆଗେ 9ଟା ହେଇଗଲାଣି। ତ ମୁଁ ରୁଟି ଆଉ ଏପଟେ ଆଳୁ ଭଜାଟା ବନେଇଛି। ଆଉ ସେଇ ସମୟ ଏତିକି ସମୟ ଭିତରେ ଗୁନଗୁନ, କୁମକୁମ, ରୂପାଲି ସମସ୍ତେ ଖାଇସାରିଛନ୍ତି। କେବଳ ମୁଁ ଆଉ ମୋ ହଜବେଣ୍ଡ ଖାଇନାହାନ୍ତି। ଆଜି ତ ସଣ୍ଡେ, ସିଏ ବି ଆଜି ପଳେଇ ଯିବେ 2:30 3ଟା ସୁଦ୍ଧା କହୁଛନ୍ତି ପଳେଇ ଯିବେ। ମୁଁ କିଛି କାମ ଅଛି ଘରେ, ସେଗୁଡ଼ା ଶେଷ କରିକି ଯିବେ। ତ ମନଟା ତ ଖରାପ, ଜାଣିଥିବେ, ଯନ୍ତ୍ରଣା ବି ହେଉଛି। ଏପଟେ ଟାଇମଲି ରାନ୍ଧିକି ଦେବା ପାଇଁ ହେବ। ସମସ୍ତେ ହେଇଯାଏ, ଭକୁଲି ମା ରୁଟି ଭଜା ଖାଇକି ବସିଛି, ସିଏ ତା ଟାଇମ୍ର ଖାଇବ, ଗୁନଗୁନ ଖାଇବ। ମନ ଭିତରେ ଯେତେ ଯନ୍ତ୍ରଣା ହେଲେ ବି ଚାଲିଯିବାର ଯନ୍ତ୍ରଣାଟା ଭାରି କଷ୍ଟ। ତଥାପି କ'ଣ କରିବା। ଆଉ ହଜବେଣ୍ଡ ଆଜି କହିଛନ୍ତି କ'ଣ ଆଣିବେ, ଯିବେ ତ ଯାଇକି ଆଣିବେ। ସେ ଆଣି ସାରିଲେ ଦେଖିବି ଭିଡ଼ିଓଟା। ବହୁତ ସମୟ ସେ ମୋ ମୋବାଇଲ ସାମ୍ନାରେ ଆସିବା ପାଇଁ ଚାହାନ୍ତିନି, ସେଥିପାଇଁ ମୋ ଭାଇ ଭଉଣୀମାନେ ଖରାପ ଭାବିବେନି, ସିଏ ବେଶୀ କ୍ୟାମେରା ସାମ୍ନାରେ ଆସିବା ପାଇଁ ଚାହାନ୍ତିନି। ତ ସେଥିପାଇଁ ମୁଁ ତାଙ୍କ ଭିଡ଼ିଓଟା ବେଶୀ ଦିଏନି। ତଥାପି ଯେତେଟା କରେ ମୁଁ ଭଏସ୍ ଦିଏ, ସେ କଥା କହିବା ପାଇଁ ଚାହାନ୍ତିନି। କ'ଣ କରିବା, ଯେମିତି ହଜବେଣ୍ଡ ମିଳିଛି ସେମିତି ନେଇକି ଚଳିବା ପାଇଁ ହେବ ନା। ମୁଁ ଯେମିତି ସେ ସେମିତି, ସେଟା ହେବେ ବୋଲି କିଛି ମାନେ ନାହିଁ। ପଜିଟିଭଲି ଆଗେଇ ଚାଲନ୍ତୁ, ଆଉ ସମସ୍ତେ ସମାନ ହେବେନି। ତ ଯାହା ବି ହଉ, ଭଗବାନ ମୋତେ ଯାହା ଦେଇଛନ୍ତି ସେଥିପାଇଁ ମୁଁ ବହୁତ ସନ୍ତୁଷ୍ଟ, ବହୁତ ଖୁସି। ମୋ ଭୁଣ୍ଡିକୁ ନେଇକି ମୁଁ ବହୁତ ଖୁସି। ଭୁଣ୍ଡି 3ଟା ଲୁତି ଆଉ ଆଳୁ ଭତା ଖାଇ ଦେଇଛି। 3ଟା ଲୁତି, 3ଟା ଥକାଳେ 3ଟା ଲୁତି ଖାଇଛେ। ଆଉ ତା ବାପା ଟିକେ ମାନେ ଇଏ କଲେ, ଛେପ ପକଉଛି। ତ ଆସିବେ, ଉପରକୁ ଯାଇଛନ୍ତି ଟିକେ ର, ତ ଉପରକୁ ଯାଇଛନ୍ତି ହଜବେଣ୍ଡ। ଆସିଲେ ମାଛ ଆଣିବା ପାଇଁ ଯିବେ କି କ'ଣ କରିବେ, ଆଣିଲେ ମୁଁ ଦେଖେଇବି। ତ ଚାଲନ୍ତୁ ସୁନ୍ଦର ଭାବରେ ଆଜି ଯେତିକି ସମୟ ହଜବେଣ୍ଡ ରହିବେ ତାଙ୍କ ସାଙ୍ଗରେ ଭଲରେ ବି ସମୟ କଟେଇବି, ଆଉ ଆଶା ରଖୁଛି ଭିଡ଼ିଓ ଦେବି। ତ ଚାଲ। ତ ବର୍ତ୍ତମାନ ହଜବେଣ୍ଡ ମାର୍କେଟ ଯିବେ। ତ ମାର୍କେଟ ଯିବା ପୂର୍ବରୁ ଏଇ ଯେ ଦେଖନ୍ତୁ କାରଣ କୁମକୁମକୁ ଟିକେ ଗେଲ କରୁଛନ୍ତି। ଆଉ କୁମକୁମ ରାଗିଯାଏ। କୁମକୁମ ଯିଏ ଗେଲ କରିଦେଲେ ବି ରାଗିଯାଏ, ଛେପ ପକାଏ। ତ ଏଇଟା ତାର ଆଦତ। ତ ତା ବାପା ଟିକେ ଗେଲ କରିଦେଇକି ମାର୍କେଟ ଯିବେ ବୋଲି ବାହାରିଲେଣି। ଆଉ ଏପଟେ ମୋ ସାନ ଝିଅ ରେଡ଼ି ହେଇଛି, ତା ବାପା ସାଙ୍ଗରେ ମାର୍କେଟ ଯିବ। ତ ବାପା ଥିଲେ ଯିଆଡ଼େ ବାପା ଯିବେ ସେ ସିଆଡ଼େ ଯିବ। ଏଇଟା ତାର ଗୋଟେ ବହୁତ ଇଏ। ତ ମୁଁ ଏଥିରେ ବାରଣ କରେନି, କାହିଁକିନା ମୁଁ ବି ଚାହେଁ ଗୁନଗୁନ ତା ବାପା ସାଙ୍ଗରେ ବହୁତ ମିଶୁ। ଏଇ ଯେ ବାପ ଝିଅ ବାହାରି ପଡ଼ିଲେ ମାର୍କେଟ ଯିବା ପାଇଁ। କି ମାଛ ଆଣିବେ କେଜାଣି, ମୁଁ ତ ତାଙ୍କୁ କେବେ ପଠାଇନି। ଆଜି ଯାଇଛନ୍ତି, କ'ଣ ଆଣିବେ, ଆଣିଲେ ତ ଦେଖେଇବି। ତ ବହୁତ ରକମ କହୁଛନ୍ତି, ଏ ମାଛ ଆଣିବି ନା ସେଟା ଆଣିବି ନା। ମୁଁ କହିଛି ତମେ ପଇସା ନେଇଯାଅ, ତମର ଯେଟା ଆଜି ପସନ୍ଦ ହେବ ସେଇଟା ନେଇ ଆସିବ। ତମ ପସନ୍ଦରେ ଗୋଟେ ରାନ୍ଧିଦେଲେ ଗଲା। କାହିଁକିନା ସବୁବେଳେ ଆମ ଇଚ୍ଛାରେ ହିଁ ସବୁ ଚାଲେ। ତ ତମେ ଯେହେତୁ ଏମିତି ରୁହନି, ଯେଟା ଖାଇବ ସେଇଟା ନେଇ ଆସ, ତ ମୁଁ ରାନ୍ଧିଦେବି। ତ ଏହା କହିକି ତାଙ୍କୁ ମାର୍କେଟ ପଠାଇଛି। ସବୁବେଳେ ମୁଁ ମାର୍କେଟିଂ କରି କରି ବୋର୍ ହେଇଗଲିଣି। ଆଜି ହଜବେଣ୍ଡ ଗଲେ ମାର୍କେଟ, ତ ମୋତେ ଟିକେ ରିଲାକ୍ସ ମିଳିବ। କି ମାଛ ଆଣିଛୁ ଦେଖି? ହାତ ତମର ହାତରେ କହିଛି କି ନେବେ, କାମୁଡ଼ି ଦେବୁ। ବାବା, ମୁଁ ଜାଣି ନାହିଁ, ଏଗୁଡ଼ା ମୁଁ ପାରିବିନି ଭାଇ। ତ ବର୍ତ୍ତମାନ ଦେଖିପାରୁଥିବେ
ବାବୁ ଆମର ବସିଗଲେ କଙ୍କଡ଼ାକୁ ବାଗେଇବା ପାଇଁ। କାହିଁକିନା ଆପଣମାନେ ଜାଣିଥିବେ ମୁଁ ଏମିତି କେହି ଦିନେ ମାଛ କଟାରେ ମୁଁ ନାହିଁ। ମୋ ଯେତେବେଳେ ମାଛବାଲା ଭାଇ ଆସନ୍ତି ସେ ତ ମୋତେ ମାଛ କାଟି ଦିଅନ୍ତି, ମୁଁ ଏସବୁ ପାରେନି। ଆଉ କଙ୍କଡ଼ା ତ ଆହୁରି କଷ୍ଟ, ମୁଁ ଖାଏନି ବି କଙ୍କଡ଼ା ଆଣିକି। ତ ଖାଏନି ମାନେ କଙ୍କଡ଼ା ଖାଏ କିନ୍ତୁ ଆଣେନି, ଏସବୁ ମୋତେ କଷ୍ଟ ହେବ। ତ ମୁଁ ପାରିବିନି ଯେ ଜିନିଷ ମୁଁ ସେଥିରେ ହାତ ମାରିବିନି। ତ ଆଜି ବାବୁଙ୍କର ଡ୍ୟୁଟି, ତ ମୁଁ ତାଙ୍କୁ ଗରମ ପାଣି ଦେଇଦେଇଛି, ସିଏ ତାର କଙ୍କଡ଼ା ବାଗାନ୍ତୁ, ମୁଁ ଏପଟେ ରୋଷେଇ କରିବି। ଫ୍ରେଣ୍ଡସ୍ ବର୍ତ୍ତମାନ ତ ଭାତ ବସିଛି, ବନ୍ଦ କରିଦେଇଛି। ମୁଁ କୁହେ ସବୁବେଳେ ଯେ ମୁଁ ଭାତ ବସେଇକି ଫୁଟିଲେ ଟିକେ ବନ୍ଦ କରିଦିଏ। ଆଉ ହଜବେଣ୍ଡ ଆଣିଛନ୍ତି, ଏଇଟା ହେଉଛି କିସ ମାଛ, ଏଇଟା ମାଗୁର ମାଛ। ମାଗୁର ମାଛ ମାନେ ବାଂଲାଦେଶୀ ମାନେ ଯେମିତି ଖାଆନ୍ତି ଜିରା ଲଙ୍କା ଦେଇକି ଝୋଳ, ସେରକମ ଖାଇବାର ଆଇଟମ୍ ହେଇଛି। ଖାଲି ଜିରା ଲଙ୍କା, କିଛି ମସଲା ନାହିଁ, ପୁରା ପତଳା ଝୋଳ ଖାଇବେ। ଆଉ ଏପଟେ ଦେଖେଇ ଦେଉଛି କ୍ୟାମେରା ବ୍ୟାକ୍ କରିକି, ଏଇ ଯେ କଙ୍କଡ଼ା କଟା ସରି ନାହିଁ, ଚାଲିଛି। ଆଜି କଙ୍କଡ଼ା ଖିଆର ମଜାଟା ଜାଣିପାରିବେ, କେତେ ସମୟ ପରିଶ୍ରମ କଲେ କେମିତି ହୁଏ। ଏଇ ଯେ ତ ଫ୍ରେଣ୍ଡସ୍ ବର୍ତ୍ତମାନ ଟାଇମ୍ ହେଇଗଲାଣି 11ଟା, ପୁରା ଝାଳ ହେଇଗଲେଣି। ଆଉ ଗୁଳୁଗୁଳିଆ ପାଗ ସାଙ୍ଗରେ ଜାଣିଥିବେ କାମ ପ୍ରେସର ମାନେ ଯାହା ଅବସ୍ଥା। କଙ୍କଡ଼ା ଭାଜିଛି, ମୁଁ କ୍ୟାମେରାଟା ଟିକେ ବ୍ୟାକ୍ କରିକି, ଏଇ ଯେ କଙ୍କଡ଼ା ଅଧା ଭାଜିଛି। ଏପଟେ ବୋଇତାଳୁ ଶାଗ, ତ କହିଥିଲେ ଆଜି ବୋଇତାଳୁ ଶାଗ ଟିକେ କଲେ ଖାଇବେ, ତ ସବୁଦିନ ତ ପାଆନ୍ତିନି ସେଠି, ତ ସେଠି ତ ଶାଗ ପାଆନ୍ତିନି। ତ କହିଥିଲେ ମୋତେ 2 ଦିନ ଆଗରୁ, ମିନୁ କଲୁନି। ହଁ ଠିକ୍ ଅଛି ଆଜି କରିଦେବା। ଆଜି ବୋଇତାଳୁ ଶାଗ, କଙ୍କଡ଼ା ଆଳୁ, କଙ୍କଡ଼ାର ସେଇ ତରକାରୀ ଦେଇକି ମାନେ ତରକାରୀ ହେବ। ଆଉ ସେଟା କିସ ମାଗୁର ମାଛ କହିଥିଲେ। ଆକ୍ଚୁଆଲି ମୁଁ ମାଛ ଚିହ୍ନି ପାରେନି, ମାଛ ବି ଭଲ କେଳେଇ ପାରେନି। ତ କଙ୍କଡ଼ାର ମାନେ ଇଏ ମୁଁ କେବେ ବି ଆଣେନି, କି ମୋତେ ସେଇ ଟାଣି ମାନେ କଣ୍ଟା ମଣ୍ଟା ଖାଇବା ପାଇଁ ମୋତେ ପସନ୍ଦ ବି ନୁହେଁ। ମୁଁ ଆଣେନି ଆକ୍ଚୁଆଲି, ଘର ଛୁଆମାନେ ଯେଟା ଖାଇବା ପାଇଁ ଭଲ ପାଆନ୍ତି ସେଇଟା ହିଁ ନରମ ଜିନିଷ। କୁମକୁମ ତ ଜାଣିଥିବେ, ଆଉ କୁମକୁମ ପାଇଁ ସେଇ ମାଛଟା ଟିକେ ଖାଇବେ, ତା ବାପା ଟିକେ ଖାଇବେ, ହେଇଯିବ। ଆଉ କଙ୍କଡ଼ା ସମସ୍ତେ ଖାଇବେ। ତ ପୁଣି ଗଲେ ଗାଡ଼ିର ଗୋଟେ ମିରର ମୁଁ ଭାଙ୍ଗି ଦେଇଥିଲି, କାର୍ର ଗାଡ଼ିଟା ବାହାର କରି ପାରିନଥିଲି ପ୍ରଥମେ ଯେତେବେଳେ ଗାଡ଼ି ଚଲାଉଥିଲି। ତ ସେଇ ମିରରଟା ଭାଙ୍ଗି ଯାଇଛି। ମିରରଟା ଆଣିବା ପାଇଁ ଗଲେ ବାପ ଝିଅ, ଜାଣେନି ଆଜି ସଣ୍ଡେ ପାଇବେ କି ନାହିଁ। ମିରରଟା ଲଗେଇ ଦେଇକି ଯିବେ ବୋଲି କହୁଛନ୍ତି, ପଳେଇ ଯିବେ କିନ୍ତୁ କହୁଛନ୍ତି। ତ ଦେଖିବା କ'ଣ ହେଉଛି, କେତେ ପର୍ଯ୍ୟନ୍ତ କାମ ସବୁ ହେଉଛି। ମୋତେ ତ ବ୍ୟସ୍ତ ଲାଗୁଛି ଆଉ ବିଚଳିତ, ମାନେ ବିରକ୍ତି ଲାଗୁଛି। କାହିଁକିନା ପୁଣି ପଳେଇବେ, ରୋଷେଇ କରିକି ମାନେ ଖାଇତେ ଦେଲେ ପୁଣି ଜଲ୍ଦି ପଳେଇ ଯିବେ। ସେଇଟା ହିଁ ବେଶୀ ଖରାପ ଲାଗେ। ଯେଦିନ ପଳାନ୍ତି ସେଦିନ ବେଶୀ ଖରାପ ଲାଗେ। କିଛି କରାର ଉପାୟ ନାହିଁ। କୁମକୁମ ବସିଛି ବାଥରୁମ୍ର, ବହୁତ ସମୟ ହେଲାଣି, ଘଣ୍ଟେ ହେଲାଣି। ମୁଁ ସେ କଙ୍କଡ଼ାଟା ଭାଜିକି ତାପରେ ତାକୁ ଆଗେ ଗଧେଇବି, ତାପରେ ତରକାରୀ କରିବି। ଆଉ ଏପଟେ ମେସିନ୍ର ବି ଲୁଗା ଦିଆ ହେଇନି, ଡେରି ହେଲାଣି। ତ ଏଇସବୁ କାମ ଗୁଡ଼ା ମୁଁ କରିନି, ତାପରେ କଥା। ତ ଏଇ ଯେ ଦେଖିପାରୁଥିବେ ମୋର କଙ୍କଡ଼ା ଝୋଳ ରେଡ଼ି ହେଇଗଲାଣି। ତ ହଜବେଣ୍ଡ ପାଇଁ ରାନ୍ଧିଦେଲି କଙ୍କଡ଼ା ଝୋଳ। ତ କୁହନ୍ତୁ ତ ଆକ୍ଚୁଆଲି ତରକାରୀଟା କଲରଟା ଠିକ୍ଠାକ୍ ହେଇଛି କି? ତ ଯେମିତି ଗୋଟେ ଆଇଡ଼ିଆ ଲଗେଇକି ରାନ୍ଧିବା କଥା ରାନ୍ଧିଦେଲି। ତ ଠିକ୍ଠାକ୍ ହେଇଛି କି ନାହିଁ ଜାଣେନି, କିନ୍ତୁ ଆପଣମାନେ କହିବେ ଯେ କଙ୍କଡ଼ା ତରକାରୀଟା ଠିକ୍ ହେଇଛି କି ନାହିଁ। ତ ମୋ ହିସାବରେ ମୁଁ ରାନ୍ଧିଦେଲି। ଆଉ ଡେରି ନ କରିକି ହଜବେଣ୍ଡ ପାଇଁ ବାଢ଼ିଦେଲି, କାହିଁକିନା ସେ ଖାଇକି ପୁଣି ବାହାରି ଯିବେ। ଏଇ ଯେ ଶାଗ, ମାଗୁର ମାଛର ତରକାରୀ ଆଉ କଙ୍କଡ଼ା ଝୋଳ ଦେଇକି ତାଙ୍କୁ ବସେଇଦେଲି। ଯାହା କରିଥିଲି। ତ ଗରମ ହେଉଛି ପ୍ରବଳ, ସେ ବସିଛନ୍ତି ଖାଇବା ପାଇଁ। ଖାଇସାରିକି ଝଟପଟ ପଳେଇ ଯିବେ, ତ ସେଥିପାଇଁ ଟିକେ ରେଷ୍ଟ ନେବେ ଖାଇକି, ତାଙ୍କୁ ଆଜି ଆଗେ ଦେଇଛି। ଆଉ କୁମକୁମକୁ 11:30 12ଟା ଭିତରେ ତାକୁ ରୁଟି ଖୋଇଥିଲି, ସେ ପରେ ଭାତ ଖାଇବ। ତ ମୁଁ ହଜବେଣ୍ଡ କହୁଛି ଟିକେ ଭଲ ହେଇଛି କି ନାହିଁ କୁହ, ସେ ଏମିତି ମୁଣ୍ଡ ଟୁଙ୍ଗାରୁଛନ୍ତି ଦେଖିପାରୁଥିବେ। ତାପରେ ରୂପାଲି ଆଉ ଗୁନଗୁନକୁ ଦେଇଦେଲି ଖାଇବା ପାଇଁ। ତ ଗୁନଗୁନ ତ ଜାଣେନି ଆକ୍ଚୁଆଲି କଙ୍କଡ଼ା କେବେ ଖାଇନି, ଜୀବନର ଫାଷ୍ଟ। এই যে ବସି ହେଇଛି କେମିତି ଖାଇବା ପାଇଁ। ମା କେମିତି ଖାଇବି, ମା କେରକ କାମୁଡ଼ିବି, ଏମିତି ପଚାରି ସିଏ ଖାଉଛି। ଆଉ ତା ବାପା ହସୁଛନ୍ତି। ମୁଁ ଖାଲି କହୁଛି କେନେ ଯେ ତୁମେ କଙ୍କଡ଼ା ଆଣିଲ, ତ ମୋ ଛୁଆ ଖାଏନି। ତ ଦେଖିବା କେମିତି ଖାଉଛନ୍ତି। ତ ଏଇ ଯେ ଦେଖିପାରୁଥିବେ ମୋର ଦୁଃଖର ସମୟ ଆସିଗଲା। ଯେତେ ଯାହା ବି ହେଉ, ଯେତେ ଖୁସି ବି ଭିତରେ ବି, କିନ୍ତୁ ହଜବେଣ୍ଡ ଯିବା ସମୟଟା ସବୁ ସ୍ତ୍ରୀଙ୍କ ପାଇଁ ଭାରି କଷ୍ଟ। ତ ମୋତେ ବି ସେମିତି ଯନ୍ତ୍ରଣାରେ ମାନେ କୋହ ଭରି ଯାଉଛି। ସେଥିପାଇଁ ଆଜି ପ୍ରାୟ ମୁଁ ଭଲ ଭିଡ଼ିଓ କରିନାହିଁ। ମନ ଭିତରେ ବହୁତ ଯନ୍ତ୍ରଣା। ଆଉ ଯିବା ପୂର୍ବରୁ କହିଦେଇ ଯାଉଛନ୍ତି ଯେ ଗାଡ଼ିଟା ଏମିତି ଢାଙ୍କୁଡ଼ି ଦେଇଛି, ଏମିତି ଖୋଲିବୁ, ଏମିତି କରିବୁ। ତ ଯାହା ହେଲେ ବି ଆମ ଜିନିଷଟା କେମିତି ଠିକ୍ଠାକ୍ ରହିବ ସେ କଥା କହିଦେଇ ଯାଉଛନ୍ତି। ଆଉ ଏଇ ସମୟଟା ଆକ୍ଚୁଆଲି ମୋର ମାନେ ଗଳା ବନ୍ଦ ହେଇଯାଉଛି, ମୁଁ ଭାଷା ଦେଇପାରୁନି, ଭାରି କଷ୍ଟ ହେଉଛି। ତ
ତ ସବୁଥର ଯେତେବେଳେ ବାହାରି ଯାଆନ୍ତି ଭାରି କଷ୍ଟ ହୁଏ, ସେଇ ସମୟଟା ଯନ୍ତ୍ରଣା ହୁଏ। ଆଉ ଛୁଆମାନଙ୍କ ଆଗରେ ଦମ୍ଭ ଧରିକି ଦେଖାଇବା ପାଇଁ ହୁଏ ଯେ ମାନେ ଆମେ ସବୁ ଠିକ୍ଠାକ୍ ଅଛୁ, ମୁଁ ଅଛି, କିନ୍ତୁ ମୋର ଯେ କି ଯନ୍ତ୍ରଣା ସେଟା କେହି ବୁଝିପାରିବେନି ଠାକୁରଙ୍କ ଛଡ଼ା। ତ ବର୍ତ୍ତମାନ ହଜବେଣ୍ଡ ଚାଲିଗଲେ, ମୋ ପୁତୁରା ନେଇକି ତାଙ୍କୁ ଛାଡ଼ି ଦେବା ପାଇଁ ଯାଇଛି ଆଜି। ମୁଁ ଆଉ ତ ହଜବେଣ୍ଡ ତ ଚାଲିଗଲେ, କଷ୍ଟରେ ମୋର ତ ଗଳା ଶୁଖିଯାଇଛି। ତ ଆଗେ ପାଣି ପିଇକି ପୁଣି ଆସିଗଲି ବାସ୍ତବ ଦୁନିଆକୁ। ବହୁ ଯନ୍ତ୍ରଣା ଭିତରେ କାହାରିକୁ କିଛି ନ କହିକି ସିଲେଇ ପାଖରେ ବସିଗଲି। ମୁଁ ଜାଣିଛି ଏଇଟା ଗୋଟେ ଜିନିଷ ଯେ ମୁଁ କିଛି ଟିକେ କଲେ ମୋର ମାନେ ସେଇ କଷ୍ଟଟା ମୁଁ ଭୁଲିବି। ତ ଅନ୍ତର ଭିତରେ ଯେତେ ଯନ୍ତ୍ରଣା ନେଇକି ବି ମୁଁ ବସିଲି ସିଲେଇ ପାଖରେ। କୁମକୁମ ତ ସବୁଦିନ ତାର ଖେଳେ, ତାର ବାପା ଆସିଲେ ଗଲେ ତାର କିଛି ଫରକ ନାହିଁ। ଗୁନଗୁନ ଟିକେ ମନ ଦୁଃଖ କରେ। ତ ଗୁନଗୁନକୁ କହିଛି ତୁ ବସିକି ପଢ଼ ମାମା, 2 ଦିନ ହେଲାଣି ପାଠ ପଢ଼ିନୁ। ତ ସିଏ ବସିକି ପଢ଼ୁଛି, ଆଉ ମୁଁ ବସିଛି ସିଲେଇ କରିବା ପାଇଁ। ସବୁ କଷ୍ଟ ଭିତରେ ଏସବୁ ମେକଅପ୍ କରା ଭାରି କଷ୍ଟ। ତ ଆଉ ଆଜି ଭଏସ୍ ଦେବା ପାଇଁ ମୋର ମୁଡ୍ ନାହିଁ, ବହୁତ ମନ ଖରାପ ଲାଗୁଛି। ଆପଣମାନେ ବୁଝିପାରୁଥିବେ ଭଉଣୀର କଷ୍ଟ, ମୁଁ ଆଉ କ'ଣ କହିବି। ତ ସବୁଦିନ ପରି ଆଜି ଏଇଠି ରଖିଲି, ଆଜିର ଭିଡ଼ିଓ ଏଇଠି ରଖିଲି। ମୁଁ କିଛି ସମୟ ନିସ୍ତବ୍ଧ ରହିବା ପାଇଁ ଚାହେଁ, ତ ସେଥିପାଇଁ ଆଉ ଏକ୍ସଟ୍ରା ଭିଡ଼ିଓ ଦେଉନାହିଁ। ତ ଭଗବାନଙ୍କ ଆଶୀର୍ବାଦରୁ ମୋ ଭଉଣୀମାନେ ସମସ୍ତେ ଭଲ ଥିବେ, ଠାକୁରଙ୍କ କୃପାରୁ ମୁଁ ଭଲରେ ଅଛି।